ଉତ୍କଳୀୟ କ୍ଷତ୍ରିୟ ଖଣ୍ଡାୟତ ରାଜପରମ୍ପରା। ଆଜି ଉତ୍କଳୀୟ ପୌଷ ପୂର୍ଣ୍ଣିମା। ପୁଷ୍ୟ ନକ୍ଷତ୍ରରେ ରାଜ୍ୟାଭିଷେକ ହେବେ ସୂର୍ଯ୍ୟବଂଶର କ୍ଷତ୍ରିୟ ଭୂଷଣ। ଉତ୍କଳର ପ୍ରଥମ ଖଣ୍ଡାୟତ ରୂପେ ମହାରାଜାଧିରାଜ ବେଶରେ ମହାପ୍ରଭୁ ଆଜି ଭୂଷିତ ହେବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁଷ୍ୟାଭିଷେକ ହେଉଛି ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଏକ ମହତ୍ତ୍ୱପୂର୍ଣ୍ଣ ପର୍ବ। ଏହା ପ୍ରତିବର୍ଷ ପୌଷ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ପାଳିତ ହୁଏ। ଏହି ଦିନଟିକୁ ମହାପ୍ରଭୁଙ୍କ ରାଜାଭିଷେକ ଉତ୍ସବ ଭାବରେ ମଧ୍ୟ ଜଣାଯାଏ। ପୌରାଣିକ ମାନ୍ୟତା ଅନୁଯାୟୀ ଏହି ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର 14 ବର୍ଷ ବନବାସ ସାରି ଅଯୋଧ୍ୟା ଫେରିବା ପରେ ତାଙ୍କର ରାଜ୍ୟାଭିଷେକ ହୋଇଥିଲା। ସେହି ସ୍ମୃତିରେ ଶ୍ରୀଜଗନ୍ନାଥଙ୍କୁ ଏହି ଦିନ ରାଜାଧିରାଜ ରୂପେ ଅଭିଷେକ କରାଯାଏ ଏବଂ ସୁନାବେଶ ହୋଇଥାଏ। ପୁଷ୍ୟାଭିଷେକର ମୁଖ୍ୟ ନୀତି ଓ ପରମ୍ପରା ଆସନ୍ତୁ ଜାଣିବା। ଏହି ଉତ୍ସବ ପାଇଁ ପୂର୍ବ ଦିନ ଅର୍ଥାତ୍ ଚତୁର୍ଦଶୀ ସନ୍ଧ୍ୟାରେ ଅଧିବାସ ନୀତି ହୋଇଥାଏ। ଭୋଗ ମଣ୍ଡପ ଘରେ 21 ଗରା ଘିଅ ଓ 87 ଗରା ଜଳ ମୋଟ 108 ଗରା ପୂଜା କରି ରଖାଯାଏ। ପୂର୍ଣ୍ଣିମା ଦିନ ସକାଳ ଧୂପ ପରେ ଏହି ସୁବାସିତ ଜଳ ଓ ଘିଅରେ ମହାପ୍ରଭୁଙ୍କୁ ମହାସ୍ନାନ ଓ ଅଭିଷେକ କରାଯାଏ। ଅଭିଷେକ ପରେ ରତ୍ନ ସିଂହାସନରେ ତିନି ଠାକୁରଙ୍କୁ ସୁନାବେଶ ଓ ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯାଏ। ପ୍ରଭୁ ଶ୍ରୀଜଗନ୍ନାଥ ହାତରେ ସ୍ୱର୍ଣ୍ଣର ଶଙ୍ଖ, ଚକ୍ର, ଧନୁ ଓ ଶର ଧାରଣ କରନ୍ତି। ଏହି ଦିନ ମା ଲକ୍ଷ୍ମୀ ଏକ ପାଲିଙ୍କିରେ ବିଜେ ହୋଇ ଶ୍ରୀଜଗନ୍ନାଥଙ୍କ ପାଖକୁ ଆସନ୍ତି ଏବଂ ଉଭୟଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ନୀତି ସମ୍ପନ୍ନ ହୁଏ। ଏହି ଅବସରରେ ମହାପ୍ରଭୁଙ୍କୁ ଜଣେ ସାର୍ବଭୌମ ରାଜା ଭାବରେ ସମ୍ମାନ ଜଣାଇ ରାଜନୀତି କରାଯାଏ। ସେବକମାନେ ଦଣ୍ଡ ଓ ଛତ୍ର ଧାରଣ କରି ସିଂହାସନ ପାଖରେ ଉଭା ହୁଅନ୍ତି। ଆଜିର ବିଶେଷ ମହତ୍ତ୍ୱ। ବିଶ୍ୱାସ କରାଯାଏ ଯେ ଏହି ଦିନ ମହାପ୍ରଭୁଙ୍କୁ ଦର୍ଶନ କଲେ ସମସ୍ତ ପାପରୁ ମୁକ୍ତି ମିଳେ ଓ ଶେଷରେ ବୈକୁଣ୍ଠ ପ୍ରାପ୍ତି ହୁଏ। ଏହି ଦିନ ପୁରୀ ସମୁଦ୍ର କୂଳରେ ମଧ୍ୟ ସମୁଦ୍ର ଆଳତୀ ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ। ଆସନ୍ତୁ ଆମର ଶ୍ରୀମନ୍ଦିରର ବରିଷ୍ଠ ସ୍ୱର୍ଗତ ଗଣେଶ ମେକାପଙ୍କର ସାନ ପୁଅ ଶ୍ରୀ କିଶନ କୁମାର ମେକାପ ଆଜି ଯିଏକି ହନୁମାନଙ୍କ ରୂପ ନେଇ ପୁଷ୍ୟାଭିଷେକ ନୀତିଆ ସେବକ ଅଛନ୍ତି। ଆସନ୍ତୁ ତାଙ୍କ ପାଟିରୁ କିଛି ପଦ ଶୁଣିବା। ପବିତ୍ର ପୌଷ ପୂର୍ଣ୍ଣିମା ଏହା ଦ୍ୱାଦଶ ଯାତ୍ରା ମଧ୍ୟରୁ ଆଜି ମହାପ୍ରଭୁ ପୌଷ ପୂର୍ଣ୍ଣିମା ଦିନ ରାଜା ବେଶ ହୋଇ ମହାପ୍ରଭୁ ରାମଚନ୍ଦ୍ର ରୂପରେ ଏଥିପାଇଁକା ବଢ଼ିବା ଅବତାରୁ ମହାପ୍ରଭୁଙ୍କର ପରେ ମହାପ୍ରଭୁଙ୍କୁ ରାଜା ବେଶ କରାଯିବା ପରେ ମହାପ୍ରଭୁଙ୍କ ନିକଟରେ କାଳିଆ ମେକାପ ସେବକ ହନୁମାନ ରୂପରେ ଏବଂ ଭିତରଜ ମହାପାତ୍ର ସେବକ ଲକ୍ଷ୍ମଣ ରୂପରେ ଦଣ୍ଡଚକ୍ର ଧାରଣ କରି ମହାପ୍ରଭୁଙ୍କର ମଧ୍ୟାହ୍ନ ରୂପ ବଢ଼ିବା ପରେ ମହାପ୍ରଭୁଙ୍କୁ ସର୍ବପ୍ରଥମେ ରାଜନୀତି କରାଯାଏ। ରାଜନୀତି ବନ୍ଦାପନା କରାଯାଏ। ମହାପ୍ରଭୁଙ୍କୁ ଦଣ୍ଡଚକ୍ର ବନ୍ଦ କରାଯାଏ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ସମସ୍ତ କଲ୍ୟାଣ। ଜୟ ଜଗନ୍ନାଥ।